ଶିମିଳିପାଳ ରେ ବାଘୁଣୀର ମୃତ୍ୟୁ। ଶିମିଳିପାଳ ଜାତୀୟ ଉଦ୍ୟାନରେ ବାଘୁଣୀର ମୃତ୍ୟୁ ବୟସ 5 ବର୍ଷ। କାଲି ମୃତ୍ୟୁ ହୋଇଥିବା ସୂଚନା ରହିଛି। ସାପ କାମୁଡା କିମ୍ବା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ସନ୍ଦେହ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ କାରଣ। ଶିମିଳିପାଳ ରେ ବାଘୁଣୀର ମୃତ୍ୟୁ। ଶିମିଳିପାଳ ଜାତୀୟ ଉଦ୍ୟାନରେ ବାଘୁଣୀର ମୃତ୍ୟୁ ବୟସ 5 ବର୍ଷ। କାଲି ମୃତ୍ୟୁ ହୋଇଥିବା ସୂଚନା। ସାପ କାମୁଡା କିମ୍ବା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ସନ୍ଦେହ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ କାରଣ। ଶିମିଳିପାଳରେ ଗୋଟିଏ ବାଘୁଣୀର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଗତକାଲିଠାରୁ ବାଘୁଣୀଟିର ମୃତ୍ୟୁ ହୋଇଛି। ଶିମିଳିପାଳ ଜାତୀୟ ଉଦ୍ୟାନରେ ବାଘୁଣୀ ମୃତ୍ୟୁ ଖବର। ବୟସ 5 ବର୍ଷ। କାଲି ମୃତ୍ୟୁ ହୋଇଥିବା ସୂଚନା ରହିଥିବା ବେଳେ ସାପ କାମୁଡା କିମ୍ବା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ସନ୍ଦେହ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ କାରଣ। ଅଧିକ ସୂଚନା ପାଇଁ ଅସିତ ଷଡଙ୍ଗୀ ଯୋଡ଼ି ହୋଇଛନ୍ତି ପ୍ରତିନିଧି ଆମ ସହିତ ଫୋନ୍ ଲାଇନ୍ରେ। ଅସିତ, ବାଘୁଣୀ ମୃତ୍ୟୁର ବର୍ତ୍ତମାନ କିଛି କାରଣ ଜଣାପଡ଼ିଛି କି ଏବଂ ପାରିପାର୍ଶ୍ୱିକ ପରିସ୍ଥିତି ଅନୁଯାୟୀ କ'ଣ ସୂଚନା ରଖୁଛନ୍ତି ବନ ବିଭାଗର ଅଧିକାରୀମାନେ? ନିଶ୍ଚିତ ସୁସ୍ମିତା, ଦେଖନ୍ତୁ ଯାହା ଖବର ଏବେ ଆସି ପହଞ୍ଚିଛି ଯେ ଶିମିଳିପାଳ ଜାତୀୟ ଉଦ୍ୟାନ ଯୋଉ ରହିଛି ତାର ଆପାର ବାରାକାମଡା ଯୋଉ ଜାଗା ରହିଛି, ଆପାର ବାରାକାମଡା ର ଜଟିଆଣି କ୍ୟାମ୍ପ ଯୋଉ ରହିଛି, ସେ ଜଟିଆଣି କ୍ୟାମ୍ପରେ ଯେତେବେଳେ ପେଟ୍ରୋଲିଂ ଚାଲିଥିଲା ଗତ 6 ତାରିଖ ଦିନ ସନ୍ଧ୍ୟା ସମୟରେ ଗୋଟିଏ ବାଘୁଣୀର ମୃତଦେହ ସେଠୁ ପାଇଥିଲେ ଯୋଉ ଅଧିକାରୀ ମାନେ ପେଟ୍ରୋଲିଂ କରୁଥିଲେ ଏବଂ ସଙ୍ଗେ ସଙ୍ଗେ ସେ ବାଘୁଣୀକୁ ସେଠି ଉଦ୍ଧାର କରାଯାଇଥିଲା ଏବଂ ତାକୁ पोस्टमार्टम पठाଯାଇଥିଲା ଏବଂ ଯାହା ବର୍ତ୍ତମାନ आरसीसीएफ सूचना ଦେଇଛନ୍ତି ଯେ ତାଙ୍କର ବାଘୁଣୀର पोस्टमार्टम ମଧ୍ୟ ସରି ଯାଇଛି ଏବଂ ତାର ବିଭିନ୍ନ ପ୍ରକାର ବିଷୟରେ କଲେକ୍ସନ କରାଯାଇଛି ଏବଂ ତାକୁ ଲ୍ୟାବ କୁ ପଠାଯାଇଛି। पोस्टमार्टम ପରେ ମଧ୍ୟ ବାଘୁଣୀର ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟତା ଆସିପାରି ନାହିଁ। ଲ୍ୟାବ ରିପୋର୍ଟ ଆସିଲା ପରେ ଯାଇ ତାର ସ୍ପଷ୍ଟତା ଆସିବ ଯାହା आरसीसीएफ ବର୍ତ୍ତମାନ सूचना ଦଉଥିଲେ। କିନ୍ତୁ ଯେତେବେଳେ ଗୋଟେ ବାଘୁଣୀର ମୃତ୍ୟୁ गोटे परिवेशविद गोटे चिंताजनक विषय आम कहीपर कारण वंश वृद्धि जितेबाला बाहर बाघुणी अड़ा जाड़ा ठीक से समय गोटे कला बाघुणीर मृत्यु खबर जो आसूची ये निश्चित गोटे चिंताजनक एवं प्राथमिक तदंतर जहाँ स्पष्टता आसी कौन प्रकार संक्रमण बा साप कामुड़ मृत्यु होता है पारे अनुमान कर अधिकारी मैंने किंतु पोस्टमार्टम रु स्पष्टता आसीपारि ना तार विभिन्न प्रकार कलेक्शन करा जायछि शरीर रो विभिन्न प्रकार विषय कलेक्शन करा जायछि एवं ताहा लैबोरेटरी को पठा जायछि। लैबोरेटरी टेस्ट हैला परे रिपोर्ट आसिला परे बाघुणीर मृत्युर प्रकृत कारण स्पष्ट होबो। सुस्मिता, तबे असित जदि संक्रमण कारणरू मृत्यु होइथिबो निहाती ये अन्य बाघमानक क्षेत्र रे मध्ये समान परिस्थिति उपजी पारे बोली आगुटी अनुमान मध्ये करा जाय परिबो। निश्चित सुस्मिता, जो आप जो कथा कहते जदि संक्रमण जनित मृत्यु होता है निश्चित ये गोटे चिंताजनक विषय आम कहीपर जो कथा आप कहते अन्य बाघुणी बाघ प्रति यार विपद निश्चित रही किंतु प्रकृत में मृत्युर कारण कौन ता तो स्पष्ट बर्तमान सुधा हो पारि ना।